କଳସ ମାନେ ଭାଇଙ୍କୁ ସ୍ୱାଗତ କରିଥିବା। ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ ଭାଇ। ପ୍ରେଜ୍ ଦ ଲର୍ଡ ଜେକରିଆ। ହାଲେଲୁୟା। ବାକ୍ୟାଂଶ ଯିବା ପୂର୍ବରୁ 2 ମିନିଟ୍ ମୁଁ ପ୍ରାର୍ଥନା କରେ। ଅତ୍ୟନ୍ତ ଦୟାଳୁ ପ୍ରେମିକ ଅନୁଗ୍ରହକାରୀ ସ୍ୱର୍ଗୀୟ ପିତା, ଧନ୍ୟବାଦ ଦଉଛୁ ସୁନ୍ଦର ସମୟ ଦେଲ ପ୍ରଭୁ। ପ୍ରାତଃ କାଳରେ ପ୍ରଭୁ ଆମମାନଙ୍କୁ ଏଇ ମାଧ୍ୟମ ତୁମେ ଏକତ୍ର କଲ ପ୍ରଭୁ। ତୁମେ ହିଁ ମୋ ମୁଖରେ ପ୍ରଭୁ କଥା କୁହ ପ୍ରଭୁ। ଯାହାକି ଯେତେ ସବୁ ପ୍ରଭୁ ଶ୍ରୋତା ଅଛନ୍ତି ସେମାନଙ୍କ ଅନ୍ତରେ ତାହା କାର୍ଯ୍ୟ ସାଧକ ହବ। ଏ ପ୍ରକାର ତୁମେ ମୋତେ ବ୍ୟବହାର କର। ସମସ୍ତ ଗୌରବ ତୁମେ ପାଅ, ମହିମା ତୁମେ ପାଅ ବୋଲି ଯୀଶୁଙ୍କ ନାମ ମାଗେ, ଆମେନ୍। ଆଜିର এই ବାକ୍ୟାଂଶ ଅତି ସହଜ ଏବଂ ସରଳ, ସମସ୍ତେ ବୁଝିପାରିବା ସେ ପ୍ରକାର ପ୍ରଭୁ ଆଜି ଆମମାନଙ୍କୁ କଥା କହିବା ପାଇଁ ଚାହାନ୍ତି। କାରଣ ଆମେ ଶେଷ ଦିନରେ ଅଛୁ, ପରିସ୍ଥିତି ଆମେ ଜାଣୁ। ସବୁ ସମୟରେ ବର୍ତ୍ତମାନ ଯାହା ପୂର୍ବ ଯୀଶୁଙ୍କର ବାକ୍ୟ ଅନୁସାରେ ଯେଉଁ ସବୁ ସୂଚନା ଘଟିବାକୁ ଯାଉଛି ସମସ୍ତ ସୂଚନା ଆମେ ପାଇଅଛୁ। ଆଉ ସେଭଳି ପରିସ୍ଥିତିରେ ଆମମାନଙ୍କର କର୍ତ୍ତବ୍ୟ କଣ ସେ ବିଷୟରେ କିଛି କହିବା ପାଇଁ, ଉପସ୍ଥାପନ କରିବା ପାଇଁ ମୁଁ ଚାହେଁ। ଆଜିର ଟପିକ ର ହେଡିଂ ହେଲା ନିଜେ ପରିତ୍ରାଣ ପ୍ରାପ୍ତ ହୋଇ ଭବିଷ୍ୟତ ପିଢ଼ିକୁ ପରିତ୍ରାଣ ପଥରେ କଢେଇ ନେବା। ଆଜିର এই ବିଷୟ। ଆଉ ସେଇଟା ଆମେ ଦେଖିବା ଯାହା ଲେଖାଯାଏ ଆଦି ପୁସ୍ତକ ତାର 6 ଅଧ୍ୟାୟ ତାର 6 ରୁ ତଳକୁ ମୁଁ ପଢି ଯାଉଛି କିଛି ବାକ୍ୟାଂଶ। ସେଠି ଏପରି ଲେଖାଯାଏ, ଏଥି ନିମନ୍ତେ ସଦାପ୍ରଭୁ ପୃଥିବୀରେ ମନୁଷ୍ୟକୁ ନିର୍ମାଣ କରିବା ହେତୁ ଅନୁତାପ କରି ମନରେ ଶୋକ କଲେ। ତହିଁରେ ସଦାପ୍ରଭୁ କହିଲେ, ଆମ୍ଭେ ଭୂମଣ୍ଡଳରୁ ଆପଣାର ସୃଷ୍ଟ ମନୁଷ୍ୟକୁ ଆଉ ମନୁଷ୍ୟ ସହିତ ପଶୁ ଓ ପୁରୋଗାମୀ ଜନ୍ତୁ ଓ ଖେଚର ପକ୍ଷୀଗଣକୁ ଲୁପ୍ତ କରିବା। କାରଣ ଆମ୍ଭେ ସେମାନଙ୍କୁ ନିର୍ମାଣ କରିବାରୁ ଆମ୍ଭର ଅନୁତାପ ହେଉଅଛି। ମାତ୍ର ନୋହ ସଦାପ୍ରଭୁ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲେ। ନୋହଙ୍କର ବଂଶାବଳୀ ଏହି। ନୋହ ଆପଣା ବର୍ତ୍ତମାନ ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ। ନୋହ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। ନୋହ ସେମ୍ ଓ ହାମ୍ ଓ ଜେଫତ ଏହି 3 ଜଣଙ୍କୁ ଜାତ କଲେ। ସେହି ସମୟରେ ପୃଥିବୀ ପରମେଶ୍ୱରଙ୍କ ସାକ୍ଷାତରେ ଭ୍ରଷ୍ଟ ଥିଲା ଓ ପୃଥିବୀ ଦୌରାମ୍ୟରେ ପରିପୂର୍ଣ୍ଣ ଥିଲା। ଏଠି ପ୍ରଭୁ ମନୁଷ୍ୟମାନଙ୍କୁ ସୃଷ୍ଟି କରିବା ହେତୁ ଅନୁତାପ କରିଅଛନ୍ତି। ଏ ଜିନିଷ ଆମେ ମଧ୍ୟ ଅନେକ ଥର ଏଇଟାକୁ ପଢିଛୁ ବାକ୍ୟାଂଶକୁ, ଏବଂ ମଧ୍ୟ ଆମେ ସେଇ ବାକ୍ୟାଂଶକୁ ଯାଉଛୁ। ଏଠି କଣ ଲେଖା ହେଇଛି ନା ନୋହ କୋଉ ସମୟରେ ନା ଯୋଉ ସମୟରେ ପୃଥିବୀ ଭ୍ରଷ୍ଟ ହେଇଯାଇଥିଲା ପରମେଶ୍ୱରଙ୍କ ଦୃଷ୍ଟିରେ, ଆଉ ଲୋକମାନେ ନିଜ ଇଚ୍ଛା ଅନୁସାରେ ଜୀବନ ଯାପନ କରୁଥିଲେ, ଆଉ ପୃଥିବୀ ଦୌରାମ୍ୟରେ ପରିପୂର୍ଣ୍ଣ ଥିଲା। ଏଭଳି ଭାବେ ବର୍ଣ୍ଣିତ ହେଇଛି ବାକ୍ୟାଂଶ। ଆଉ ଏହା ପ୍ରକୃତ ସେ ସମୟର ଘଟଣା, ଯାହାକି ସତ୍ୟ ବିଷୟ ସବୁ କିଛି ଆମ ବାଇବଲରେ ଲିଖିତ ହେଇଛି। କୌଣସି ମିଥ୍ୟା କିମ୍ବା ମନୁଷ୍ୟ କଳ୍ପିତ କାହାଣୀ ବର୍ଣ୍ଣିତ ହୋଇନାହିଁ, ଏହା ଆମେ ଜାଣୁ। ଆଉ ଏଇଥିରୁ ଆମେ ଜାଣୁଛୁ ଯେ ସେଇ ସମୟରେ ନୋହ ପରମେଶ୍ୱର ଦୃଷ୍ଟିରେ କଣ ଥିଲେ ନା ଧାର୍ମିକ ଓ ସାଧୁ ଲୋକ ଥିଲେ। ଏଇଠୁ ଆମେ ଦେଖୁଛୁ ଯେ ସେ ସମୟରେ ଅନେକ ଲୋକ ଥିଲେ, କିନ୍ତୁ ପରମେଶ୍ୱରଙ୍କ ଦୃଷ୍ଟି କାହା ପ୍ରତି ପଡିଲା? ନୋହଙ୍କ ପ୍ରତି ପଡିଲା। କାହିଁକି ନା ତା ପୂର୍ବରୁ ଆମେ ଯଦି ଦେଖିବା 5 ଅଧ୍ୟାୟରେ, ଆମେ ଯଦି ଆଦି ପୁସ୍ତକ 5 ଅଧ୍ୟାୟର 28-29 ପଦରେ ଏ ପ୍ରକାର ଲେଖାଯାଏ, ଲେମକ 182 ବର୍ଷ ବୟସରେ ଏକ ପୁତ୍ର ଜାତ କରି ତାହାର ନାମ ନୋହ ଅର୍ଥାତ୍ ସାନ୍ତ୍ୱନା ଦେଲେ। ଯେହେତୁ ସେ କହିଲେ, ସଦାପ୍ରଭୁଙ୍କ ଦ୍ୱାରା ଅଭିଶପ୍ତ ଭୂମିରେ ଆମ୍ଭମାନଙ୍କର ଶ୍ରମ ଓ ହସ୍ତର କ୍ଲେଶ ବିଷୟରେ ଆମ୍ଭମାନଙ୍କର ସନ୍ତାନ ଜନ୍ମ ହେବ। ତାଙ୍କ ଜନ୍ମ ପୂର୍ବରୁ ଏ ସମସ୍ତ ଭବିଷ୍ୟତ ବାଣୀ ହେଇଥିଲା ନୋହଙ୍କର। ଆଉ ସେ ପ୍ରକୃତିରେ ସେଇ ସମୟରେ ସେଇ ପ୍ରକାର ସେ ଧାର୍ମିକ ଜୀବନ ଯାପନ କରୁଥିଲେ। ଆଉ ସେ ଯେଉଁ ଧାର୍ମିକ ଜୀବନ ଯାପନ କରୁଥିଲେ, ସେ ତାଙ୍କ ସହିତ ସୀମିତ ରଖିଲେ ନାହିଁ। ତାଙ୍କ ପର ପିଢି ସେମ୍, ହାମ୍ ଆଉ ଜାଫେତଙ୍କ ଜୀବନରେ ମଧ୍ୟ ଆମେ ଦେଖିବା। ଯଦି ଆଗକୁ ବଢିବା, ଯାହାକି ବଂଶାବଳୀ ଯଦି ଆମେ ଦେଖିବାକୁ ଯିବା, ସେମ୍ ର ବଂଶରୁ ହିଁ ଅବ୍ରାହମ ଆସୁଅଛନ୍ତି। ତାହା ମଧ୍ୟ ମୁଁ ଆପଣମାନଙ୍କୁ ପଢି ଟିକେ ଶୁଣିବା ପାଇଁ ଚାହେଁ। ପ୍ରଥମ ବଂଶାବଳୀ ତାର 1 ଅଧ୍ୟାୟର ଯଦି ଆମେ ଦେଖିବା
17 ପଦରୁ ସେମର ସନ୍ତାନ ଏଲମ ଓ ଅସୁର ଓ ଅର୍ଫକ୍ଷଦ ଓ ଲୁଦ ଓ ଅରାମ ଓ ଉଜ ଓ ଉର ଓ ସେଥର ଓ ମେସକ। ପୁଣି ଅର୍ଫକ୍ଷଦ ସେଲହକୁ ଜାତ କଲା ଓ ସେଲହ ଏବରକୁ ଜାତ କଲା। ପୁଣି ଏବର ଦୁଇ ପୁତ୍ର ଜାତ ହେଲେ। ଏହା ଏକର ନାମ ପେଲଗ, କାରଣ ତାହାର ସମୟରେ ପୃଥିବୀ ବିଭକ୍ତ ହେଲା ଓ ତାହାର ଭ୍ରାତାର ନାମ ଜକ୍ତନ। ପୁଣି ଜକ୍ତନ ଅଲମୋଦକ ଓ ସେଲଫ ଓ ହକ ସରାମବତ ଓ ଜେରାହ ଓ ପଦୋରାମ ଓ ଉସଲ ଓ ବିଗଲା। এই ପ୍ରକାର ଦେଖିବା 24 ପଦରେ ସେମ ଅର୍ଫକ୍ଷଦ ଓ ସେଲଦ ଏबर ପେଲଗ ରିଏ ସ୍ୱରୁଗ ନାହୋର ତେରହ ଅବ୍ରାମ ଅର୍ଥାତ ଅବ୍ରାମ। এই ବିଷୟ ଆମେ ଦେଖିବାକୁ ପାଉଛୁ। এই ସମୟ ପରେ ନୋହଙ୍କ ପରେ ଆମେ କାହାକୁ ଦେଖୁଛୁ ନା ବିଶ୍ୱାସର ଆଦି ପିତା ଅବ୍ରାହମକୁ ଦେଖୁଛୁ। ନୋହଙ୍କର ପରେ ପରେ ସେ ସେମ ବଂଶରୁ ସେ ଆସିଛନ୍ତି ଆମମାନଙ୍କର ଆଦି ପିତା ଯୋଉ ବିଶ୍ୱାସର କର୍ତ୍ତା ଯିଏକି ଅବ୍ରାହମ। ଅବ୍ରାହମ ମଧ୍ୟ ସେ ତାଙ୍କ ସହିତ ସେଇ ବିଶ୍ୱାସରେ ସୀମିତ ରଖିଲେ ନାହିଁ। ତାଙ୍କ ପର ପିଢି ଆମେ ଜାଣୁଛୁ ଯେ ଆମେ ପରମେଶ୍ୱରଙ୍କୁ ଆମେ କହୁ ଏ ଅବ୍ରାହମଙ୍କ ଈଶ୍ୱର, ଇସାହାକଙ୍କ ଈଶ୍ୱର, ଯାକୁବଙ୍କ ଈଶ୍ୱର। ଇସାହାକଙ୍କ ବିଷୟରେ ଆମେ ଯଦି ଦେଖିବା, ଅବ୍ରାହମ ଯେଉଁ ବିଶ୍ୱାସର ପ୍ରତୀକ କରିଥିଲେ ଯେତେବେଳେ ପିତା ପରମେଶ୍ୱର ତାଙ୍କୁ କହିଲେ, ଆହ୍ୱାନ କଲେ ଯେ ତୁମର ଏକମାତ୍ର ପ୍ରିୟ ପୁତ୍ର ଇସାହାକଙ୍କୁ ଆମେ ଯେଉଁ ମୋରିଆ ଅଞ୍ଚଳରେ ଥିବା ପର୍ବତକୁ ଦେଖିବାକୁ ଯାଉଛୁ ସେଇ ସ୍ଥାନରେ ତୁମେ ତାଙ୍କୁ କଣ କରିବାକୁ ହବ? ବଳିଦାନ ଦେବାକୁ ହବ। ସେ ବିଶ୍ୱାସରେ ଆଉ ଅବ୍ରାହମ ଇସାହାକଙ୍କୁ ନେଇକି ସେଠି ବଳିଦାନ କରିବା ପାଇଁ ପ୍ରସ୍ତୁତ ହଉଛନ୍ତି। ଇସାହାକ ପଚାରୁଛନ୍ତି ସବୁ ତ ଠିକ ଅଛି, କିନ୍ତୁ ବଳି ନିମନ୍ତେ ମେଷ କାହିଁ? ସେ ସମୟରେ ଇସାହାକଙ୍କୁ ସେ କହୁଛନ୍ତି ନା ପରମେଶ୍ୱର ହଉଛନ୍ତି ଜିହୋଭା ଯିଏ ସେ ଯୋଗାଇବେ ବୋଲି କହିକି ସେ ତାଙ୍କୁ ସେଇ ପ୍ରକାର ଆମେ ଦେଖୁଛୁ ଦୃଷ୍ଟାନ୍ତ ବାଇବେଲରେ ବର୍ଣ୍ଣିତ ଅଛି। ସେ ତାଙ୍କୁ ଯେତେବେଳେ ବଳିଦାନ କରିବା ପାଇଁ ଯାଉଛନ୍ତି, ପରମେଶ୍ୱର ବଳି କରିବାର ଅବ୍ରାହମକୁ ପରୀକ୍ଷା କଲେ ଯେ ତାଙ୍କର ସେ ପ୍ରକୃତରେ ବଳି କରୁଛନ୍ତି କି ନାହିଁ ତାଙ୍କ ଏକମାତ୍ର ଯେଉଁ ପ୍ରିୟ ପୁତ୍ର ଏତେ ବର୍ଷ ପରେ ତାଙ୍କର ଯେଉଁ ଏକମାତ୍ର ପୁତ୍ର ଜନ୍ମିଥିଲେ ଇସାହାକ, ଆଉ ତାଙ୍କୁ ସେ ବଳିଦାନ କରୁଛନ୍ତି କି ନାହିଁ ବୋଲି ସେଇ ପ୍ରକାର ସେ ପରୀକ୍ଷା କରୁଥିଲେ। ଯେ ପରୀକ୍ଷା ସମୟରେ ଅବ୍ରାହମ ମଧ୍ୟ ବିଶ୍ୱାସରେ ସେ ଉତ୍ତୀର୍ଣ୍ଣ ହେଲେ। ଆଉ ଇସାହାକ ମଧ୍ୟ ବୟସରେ ବଢିବା ସଙ୍ଗେ ସଙ୍ଗେ ଆମେ ଦେଖୁଛୁ ଇସାହାକ ମଧ୍ୟ କଣ କରୁଥିଲେ ନା ଯେତେବେଳେ ଇସାହାକଙ୍କ ପାଇଁ ଯେତେବେଳେ କନ୍ୟା ଅନ୍ୱେଷଣ କରିବାକୁ ଯାଉଥିଲେ ତାଙ୍କର ଦାସ ଏଲିଆଜର, ତାହା ଯାହା ବର୍ଣ୍ଣିତ ହେଇଛି ସେତେବେଳେ ସେ ଦେଖିବା ଆଦି ପୁସ୍ତକ 24 ଅଧ୍ୟାୟର 63 ପଦରେ ଆମେ ଦେଖୁଛୁ ଯେ ପୁଣି ସନ୍ଧ୍ୟାବେଳେ ଧ୍ୟାନ କରିବା ପାଇଁ କ୍ଷେତ୍ରକୁ ଯାଇଥିଲେ। କିଏ? ନା ଏଠି ଇସାହାକ ଧ୍ୟାନ କରିବା ପାଇଁ। ଅର୍ଥ କଣ? ଯେଉଁ ବିଶ୍ୱାସ ଅବ୍ରାହମ ତାଙ୍କ ଅନ୍ତରରେ ଦେଇଥିଲେ ସେ କେବଳ ସେଇଠି ସୀମିତ କରିନଥିଲେ, ସେ କଣ କଲେ? ସେ ବିଶ୍ୱାସକୁ ଆଗକୁ ବଢିବା ପାଇଁ ଦେଲେ। ଆଉ ସେ କଣ କରୁଥିଲେ ଆମେ ନା ସେ ମଧ୍ୟ ବାକ୍ୟରେ ଧ୍ୟାନ କରିବା ପାଇଁ ଦେଉଥିଲେ। କିନ୍ତୁ ଇସାହାକଙ୍କ ଜୀବନରେ ତାଙ୍କର କଣ ନା ଦୁଇଟି ପୁତ୍ର ଜନ୍ମ ହେଇଥିଲେ, ଜଣେ ଏସୋ, ଜଣେ ହଉଛନ୍ତି ଯାକୁବ। କିନ୍ତୁ ଏଠି ଟିକେ ଭିନ୍ନ ବିଷୟ ଆମେ ଦେଖିବାକୁ ପାଉ ଯେ ସେଠି ପିଲାମାନଙ୍କ କ୍ଷେତ୍ରରେ ଆଉ ବଡକୁ ବାପାର ପ୍ରେମ ଥିଲା ଆଉ ସାନକୁ ମାର ପ୍ରେମ ଥିଲା। ଏଠି ଏଇ ପ୍ରକାର ଡିଭିଜନ ଦେଖୁଛୁ। ତଥାପି ଏସବୁ ବିଷୟରେ ମଧ୍ୟ ସେମାନେ ଯେତେବେଳେ ବୟସରେ ବଡ ହଉଛନ୍ତି ଏସୋ ଆଉ ଯାକୁବ, ଆଉ ଏସୋ ତ ତାଙ୍କର ପୁନର୍ବାର ଜାଗତିକ କର୍ମ ହେତୁ ସେ ତାଙ୍କର ବଂଶାବଳୀ ବିଷୟ ଏତେ ବର୍ଣ୍ଣିତ ହେଇନି, ଯେହେତୁ ଇଦୋମୀ ହିସାବରେ ତାଙ୍କୁ ଇଦୋମୀୟ ତାଙ୍କ ପରେ ଯୋଉ ବଂଶ ଆସିଛନ୍ତି ତାଙ୍କ ଠାରୁ ଇଦୋମୀୟ ହିସାବରେ ତାଙ୍କର ବର୍ଣ୍ଣିତ ବିଶେଷ କିଛି କରାଯାଏନି। କିନ୍ତୁ ଯାକୁବ ବିଷୟରେ ଯଦି ଦେଖିବା, ଯାକୁବ ମଧ୍ୟ ତାଙ୍କ ନାଁ ଯେ ପ୍ରକାର ଥିଲା ଯେ ସେ ଜଣେ ପଦପ୍ରହାରକ ବା ଚିଟର, ଯାହାକି ଇଂଲିଶରେ ମାନେ ଜାଣୁ, ସେ ସେଇ ପ୍ରକାର ଜୀବନ ବିତଉଥିଲେ। କିନ୍ତୁ ସମୟ ଏ ପ୍ରକାର ଆସିଲା ଯେ ପରମେଶ୍ୱରଙ୍କ ସହିତ ତାଙ୍କର ମଲ୍ଲଯୁଦ୍ଧ ହେଲା। ପରମେଶ୍ୱର ତାଙ୍କୁ କଣ କଲେ ନା ଏଇ ପ୍ରକାର ଆଶୀର୍ବାଦ କଲେ, ଶେଷରେ ସେ କଣ ହେଲା ନା ତାଙ୍କ ଠାରୁ 12 ଗୋଷ୍ଠୀ ଆଉ ଜାତ ହେଇଥିଲେ। ସେ 12 ଗୋଷ୍ଠୀ ଇସ୍ରାଏଲ ବୋଲି ନାମରେ ବିଦିତ ହେଲେ। ସେମାନେ କଣ କଲେ ନା ଗୋଟେ ପିଢି ପରେ ଗୋଟେ ପିଢି, ନୋହଙ୍କ ପରେ ଅବ୍ରାହମ, ଅବ୍ରାହମ ପରେ ଏବେ ଇସାକ ପରେ ଆମେ ଯାକୁବ ବୋଲି ଆମେ ଦେଖିବାକୁ ପାଉଛୁ। ଏଇ ପ୍ରକାର ସେମାନଙ୍କର ଯୋଉ ବିଶ୍ୱାସ ପରମେଶ୍ୱରଙ୍କ ଥିଲା, ପରମେଶ୍ୱରଙ୍କ ସହିତ ତାଙ୍କର ଯୋଉ ସତ୍ସମ୍ବନ୍ଧ ଥିଲା ତାହା ସେଠି ସୀମିତ ହେଇନଥିଲା। ପିଢି ପରେ ପିଢି ସେଇଆ ତାହା କଣ ହେଲା ନା ବଢି ଚାଲିଲେ ଏଇ ପ୍ରକାର। ତାପରେ ଆଉ ଜଣଙ୍କ ବିଷୟ ଆମେ ଦେଖିବା ଯାହାକି ବାଇବେଲରେ ବର୍ଣ୍ଣିତ ହେଇଛି,
ତାଙ୍କ ଜୀବନ କିଭଳି ଭାବେ ପରମେଶ୍ୱର ତାଙ୍କୁ ମନୋନୀତ କରିଥିଲେ, କିନ୍ତୁ କଣ ଘଟଣା ଘଟିଲା ଯାହାକି ବର୍ଣ୍ଣିତ ହେଇଛି ଆମମାନେ ଜାଣୁ ଅତି ଜଣାଶୁଣା ବିଷୟ, ଯାହାକି ଇସ୍ରାଏଲର ତ ଏ ପ୍ରକାର ଚାଲିଥିଲା ପିଢ଼ି ପରେ ପିଢ଼ି। ତା ମଧ୍ୟରେ ଯେତେବେଳେ ସେମାନଙ୍କର ବନ୍ଦୀ ଦଶା ଆସିଲା ଆଉ ସେମାନେ କିଛି ସମୟ ପରମେଶ୍ୱର ଠାରୁ ବିଚ୍ଛିନ୍ନ ହେଇଥିଲେ, ସେତେବେଳେ ସାମୁଏଲଙ୍କୁ ପରମେଶ୍ୱର ମନୋନୀତ କଲେ ବାଲ୍ୟରୁ। ଆଉ ସାମୁଏଲ ତାଙ୍କର ଇସ୍ରାଏଲ ଲୋକମାନଙ୍କୁ ସେମାନେ କଣ କଲେ ନା ରାଜା ରୂପେ ନିଯୁକ୍ତ ହେଲେ ବା ଭବିଷ୍ୟତ ବକ୍ତା ରୂପେ ତାଙ୍କୁ ଚଳି ନେବା ପାଇଁ। ତାପରେ ତାଙ୍କ ପରେ ଆମେ ଦେଖୁଛୁ କାହାକୁ ନା ସାଉଲଙ୍କୁ ସେ ମନୋନୀତ କରିଥିଲେ ପରମେଶ୍ୱର। ସାଉଲଙ୍କୁ ମନୋନୀତ କରିକି ଇସ୍ରାଏଲ ଲୋକମାନେ ଯେତେବେଳେ ରାଜା ମାଗିଲେ, ପ୍ରଥମ ରାଜା ରୂପେ ତାଙ୍କୁ ପରିଗଣିତ କଲେ। କିନ୍ତୁ ଆମେ ଦେଖୁ ସାଉଲ କଣ କଲେ ନା ପରମେଶ୍ୱରଙ୍କର ଯେଉଁ ବିଶ୍ୱାସରେ ତାଙ୍କୁ ମନୋନୀତ କରିଥିଲେ ସେ ବିଶ୍ୱାସକୁ ସେ ଧାରଣ କରିପାରିଲେନି। କାହିଁକି ନା ଆଜ୍ଞା ଲଙ୍ଘନ କଲେ। ସେ ଯେଉଁ ଆଜ୍ଞା ଦେଇଥିଲେ ସେ ଆଜ୍ଞା ପାଳନ ନ କରିବା ହେତୁ ତାଙ୍କ ବଂଶ ସେଠି କଣ ହେଲା ନା ସେ ବିନଷ୍ଟ ହେବା ସହିତ ତାଙ୍କର ପୁତ୍ର ସନ୍ତାନ ସମସ୍ତେ ସେଠି ବିନଷ୍ଟ ହେବା ଆମେ ଦେଖୁଛୁ। କଣ ନା ଆଜ୍ଞା ନ ମାନିବା ହେତୁ ପରମେଶ୍ୱରଙ୍କ କ୍ରୋଧ କାହା ପ୍ରତି ବର୍ତ୍ତିଲା ନା ସାଉଲଙ୍କର ପରିବାର ପ୍ରତି ବର୍ତ୍ତିଲା। ସେ ସାଉଲଙ୍କ ପରିବାର ଆଉ ବିନଷ୍ଟ ହେବା ଆମେ ଦେଖୁଛୁ। ସେଇ ପ୍ରକାରେ ଆଉ ଯଦି ଆଗକୁ ବଢିବା, ସେଇଠି ଯିଏ ସାଉଲଙ୍କ ପରେ ଯେ ବନ୍ଦ ହେଲା ତାହା ନୁହେଁ, ଦାଉଦଙ୍କ ଜୀବନ ସେଇଠୁ ପ୍ରାରମ୍ଭ ହେଲା। ଦାଉଦ ତାହା କ୍ରମରେ ଏଇ ଲୋକମାନଙ୍କୁ ଇସ୍ରାଏଲର ଆଉ ଜିହୁଦାକୁ ନେଇକି ସେ ବଢିଲେ। ତାଙ୍କର ପରେ ସଲୋମନ ଆସିଲେ। এই ପ୍ରକାର ପିଢି ପରେ ପିଢି କଣ ହେଲା ନା ସେମାନେ ପରମେଶ୍ୱରଙ୍କ ଠାରେ ବିଶ୍ୱାସ ଓ ଧାର୍ମିକତାରେ ଜୀବନ ଯାପନ କରି ତାହା ବଢିବାକୁ ଲାଗିଲା। এই ପ୍ରକାର ଆମେ ଦେଖୁଛୁ ପ୍ରଥମ ରାଜାବଳୀ, ଦ୍ୱିତୀୟ ରାଜାବଳୀ, ପ୍ରଥମ ବଂଶାବଳୀ, ଦ୍ୱିତୀୟ ବଂଶାବଳୀରେ ସମସ୍ତ ଚରିତ୍ର ଏଥିରେ ବର୍ଣ୍ଣିତ ହେଇଛି। ଆଉ ସେଥିରୁ ମଧ୍ୟ ଆମେ ଯଦି କିଛି ଦେଖିବା ପାଇଁ ଚାହିଁବା କିଭଳି ଭାବେ ବିଶ୍ୱାସ ପରପିଢିକୁ ଯାଇଛି। ଆଉ ଆଉ ଯେତେବେଳେ ପୁନର୍ବାର ପରମେଶ୍ୱରଙ୍କ ସହିତ ଇସ୍ରାଏଲ ଲୋକଙ୍କର ବିଚ୍ଛେଦ ହେଲା ପାପ ହେତୁ ଅଧର୍ମ ହେତୁ, ସେତେବେଳେ ପରମେଶ୍ୱର ପିତା ତାଙ୍କର ଏକମାତ୍ର ପ୍ରିୟ ପୁତ୍ର ଯୀଶୁଙ୍କୁ ଏ ଜଗତରେ ପ୍ରେରଣ କଲେ। ଆଉ ପ୍ରଭୁ ଯୀଶୁ ମଧ୍ୟ ଏ ଜଗତରେ ଆସିଲେ। ତାଙ୍କ ସେବା କାର୍ଯ୍ୟ କରୁ କରୁ 12 ଜଣ ଶିଷ୍ୟଙ୍କୁ ସେ ମନୋନୀତ କଲେ। 12 ଜଣ ଶିଷ୍ୟଙ୍କୁ ନେଇକି ତାଙ୍କ ସେବା କାର୍ଯ୍ୟ ପ୍ରାରମ୍ଭ କରିଲେ। ଆଉ ପ୍ରଭୁ ତାଙ୍କର କଣ ନା ଯେଉଁ ଆମମାନଙ୍କୁ ଯୋଉ ପରିତ୍ରାଣ ଦେଇଛନ୍ତି ସେଟା କିଭଳି ଭାବେ ନା ପ୍ରଭୁ ଯୀଶୁଙ୍କ ଯାହା ଲେଖାଯାଏ ଏଫେସୀ ତାର 2:8 ଅନୁଯାୟୀ ଆମେ ଦେଖୁ ଯେ ଯେଉଁ ଆମମାନଙ୍କୁ ବର୍ତ୍ତମାନ ଦିଆଯାଇଛି ପରିତ୍ରାଣ, ତାହା କେବଳ ଯେ ଆମମାନଙ୍କର କ୍ରିୟାକର୍ମ ହେତୁ ନୁହେଁ, ଏହା ଆମେ ବିଶେଷ ଭାବେ ଜାଣିବା ଦରକାର। ଏଠି ସ୍ପଷ୍ଟ ରୂପେ ଲେଖାଯାଇଛି 2ର, ଆଉ ଯଦି ଏଫେସୀରେ 2:8 ଯଦି ତଳକୁ ପଢିବା ଏ ପ୍ରକାର ଲେଖାଯାଏ, କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମେମାନେ ପରିତ୍ରାଣ ପାଇଅଛ, ତାହା ତୁମମାନଙ୍କ ନିଜ ଠାରୁ ହୋଇନାହିଁ, ତାହା ଈଶ୍ୱରଙ୍କର ଦାନ, କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ। କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେ ସମସ୍ତ ସତ୍କାର୍ଯ୍ୟ ଆମ୍ଭେମାନେ କରିବୁ ବୋଲି ଈଶ୍ୱର ପୂର୍ବରୁ ଆୟୋଜନ କରିଥିଲେ, ଆଚରଣରେ ସେହି ସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଆମେ ସୃଷ୍ଟ। ସୁନ୍ଦର ରୂପେ ଏହି ବାକ୍ୟ ଲେଖାଯାଇଛି। ଆଜି ଆମମାନଙ୍କର ଯେଉଁ ବିଶ୍ୱାସ ଅଛି, ଆମେ ଆମ ନିଜର କ୍ରିୟାକର୍ମ ଦ୍ୱାରା ନୁହଁ। ସେହି ସମୟରେ ଯେ ପ୍ରକାର ନୋହଙ୍କୁ ପ୍ରଭୁ ମନୋନୀତ କଲେ, ଆଜି ଜଗତ ମଧ୍ୟରେ ଆମେ ଯେତେ ସବୁ ବିଶ୍ୱାସୀ ବୋଲି ହେଉଛୁ, ଆମ ନିଜର ଧର୍ମକର୍ମ ଦ୍ୱାରା ନୁହେଁ କିମ୍ବା ନିଜର କାର୍ଯ୍ୟକଳାପ ଦ୍ୱାରା ନୁହେଁ କି ଆମେ ଯେ ଧାର୍ମିକ ତାହା ନୁହେଁ, କିନ୍ତୁ ତାହାଙ୍କର ଅନୁଗ୍ରହ ହେତୁ ଆମମାନଙ୍କର ବିଶ୍ୱାସ କିଏ ଜନ୍ମେଇଛନ୍ତି, ସେ ହିଁ ଆମମାନଙ୍କ ଅନ୍ତରରେ ସେ ବିଶ୍ୱାସ ଦେଇଛନ୍ତି। ତେଣୁ ସେଇ ବିଶ୍ୱାସ ଯେଉଁ ଆମେ ପାଇଅଛୁ ତାହାକୁ ଆମେ ଯେ ପ୍ରକାରେ ବ୍ୟର୍ଥ ନ କରୁ। ସାଉଲ ତାଙ୍କର ଜୀବନ ଦ୍ୱାରା ପ୍ରଭୁଙ୍କୁ ବିରକ୍ତି ଜନ୍ମାଇକି ସେ ବିନଷ୍ଟ ହେଲେ, ତାଙ୍କ ପରିବାର ମଧ୍ୟ ବିନଷ୍ଟ ହେଲେ। ସେଇ ପ୍ରକାର ଆମମାନଙ୍କ ଜୀବନ ତାହା ଆମମାନଙ୍କୁ ଚେତୁଛି। ନୋହ ଯେ ପ୍ରକାରେ ତାଙ୍କର ପରିବାରକୁ ସେ ଯେ ପ୍ରକାରେ ଜଳ ପ୍ଲାବନ ଆସିନଥିଲା, ସେ ପୂର୍ବରୁ ପ୍ରଭୁ ଯେତେବେଳେ ତାଙ୍କୁ କହିଲେ ଯେ ତୁମେ ଗୋଟେ ଜାହାଜ ନିର୍ମାଣ କର, ସେ ଆଜ୍ଞା ପାଳନ କଲେ। ଆଉ ସେ ଅନୁସାରେ ଜାହାଜ ନିର୍ମାଣ କଲେ। ଆମେ ଦେଖୁ ସେଇ ଜାହାଜରେ ତାଙ୍କର ପୁତ୍ର ବୋହୂ ଆଉ ସେ ନୋହ, ଟୋଟାଲି 8 ପ୍ରାଣୀ ଆମେ ଦେଖୁ, ଯାହାକି ଏଫେସୀରେ ମଧ୍ୟ ତାହା ଲେଖା ହେଇଛି। ଏଫେସୀ କହୁଛି 3 ପ୍ରଥମ ପିତର ତାର 3ର ପୂର୍ବ କାଳରେ ନୋହଙ୍କ ସମୟରେ ଜାହାଜ ନିର୍ମିତ ହୋଇଥିବା
बेले जेतेबेले ईश्वर दीर्घसृष्टि होई अपेक्षा करुथिले से समय सेमाने अबाध्य होइथिले सही जहाज रे प्रवेश करी अल्प लोक अर्थात 8 प्राणी जल मध्य दे रक्षा पाइले से समय विषय मते वर्णना कराइछि बाइबल जेतेबेले गोटे विषय दुई थर वर्णना कराइछि माने ताहा स्पष्ट रूपे प्रमाण करूछि जे यह सत्य अटे आउरी दृढ़ रूपे हम जानू जे एफएससी वाक्य अनुसार नोहंकर परिवार जे प्रकार 8 प्राणी परित्राण पाइला आज प्रभु जीशुंकर जो अनुग्रह वर्तमान चली अनुग्रह रे आम जो परित्राण प्राप्त होइछि ता हम सहित सीमित न रखी प्रथमे जे प्रकार प्रेरित तार 1 अध्याय 8 रे जे प्रकार कुहा गला जे ऊर्ध्वरु तुमे शक्ति प्राप्त हले प्रथमे जेरूशलेम तापरे यहूदा तापरे समरिया तापरे हम देखुछु पृथ्वीर प्रांत पर्यंत तुमे मो नामर साक्षी हो बोलिया प्रभु जे प्रकार शिष्य मानको आदेश देथिले से अनुसार केवल जे शिष्य मानको न आम मानको मध्ये से प्रकार कह जाउछि प्रथमे जे तो जेरूशलेमर अर्थ बुझाए जे प्रथमे हम निज परिवार रे तापरे यहूदा माने निजर समरिया होछि आमानकर बंधु परिजन आउ यहूदा मध्य आमानकर साई पड़ोसी को बुझाए आ से प्रकार पृथ्वीर प्रांत पर्यंत माने आमानकर जो अंचल हम बास करछु से अंचल प्लस आमानकर चतुर्पार्श्व जो स्थान अछि सब अंचल जे हम जे प्रभुଙ୍କ नामर साक्षी हो प्रथम कोठु कहउछि ना प्रथम जेरूशलेम अर्थ हम परिवार रे आमे जे विश्वास धारण करछु आमे परमेश्वरଙ୍କ वाक्य अनुसार चली आमे परमेश्वरଙ୍କ ठारे विश्वास करी ताहा जे प्रकार आमानक परिवार थिबा संतान संतति मानको से विश्वास रे हमें बढ़ाऊ यह आमानकर कर्तव्य अटे दिन मानकर हम देखु से समय नोहंक समय जे प्रकार परिस्थिति थिला नोहंक ठार बळी वर्तमान एई भ्रष्ट दुनिया आ प्रति समय हम जेते बेले भी किछि सुनु भलो विषय हम समाज रे सुनि पारनो समस्त विषय सदा सर्वदा कोठी हत्या हलानी कोठी व्यभिचार हलानी कोठी लुंठन हलानी कोठी माने विभिन्न प्रकार मंद कार्य ही हमें प्रातः काल रे उठिलाकू हमें रात्र सोइबा पर्यंत हम यही विषय ही प्राय अधिकांश समय यही समस्त विषय हम सुनिया पाऊ भल विषय बहुत कम विषय मानकु कर्ण गोचर आसे आज से प्रकार जगत रे हम वास करूछु प्रभु आमानकु चेतना दउछन्ते ए दिन मानकर हम शेष दिन रे अछु जदि हमर जे जेरूशलेम जदि हमने ठीक ना हो ताले हम यहूदा किबा समरिया किबा भू प्रांत पर्यंत हम गले कोनोसी मूल्य नाही प्रथम परिवार को सजाड़ीबा जे प्रकार न हो अपना परिवार को एक प्रकार से धार्मिकता पत्र गढ़ी नेतिले जे पिला माने कोनसी प्रकार से भ्रष्ट दुनिया रे जाई भ्रष्ट होई नथिले आ से माने प्रभु ठारे लागि रहिले आ जद्वारा कि परमेश्वर नोह को एवं तांका परिवार को रक्षा कले से प्रकार हम नूतन नियम मध्ये हम यदि किछि चरित्र विषय देखो जोठी कि हमर लिखा जाय प्रेरित तार 12 पद रे प्रकार लिखा जाय बार प्रकार लिखा जाए पढ़ुची से ही कथा आलोचना करी मार्क उपनाम प्राप्त जोहनक माता मरियम को गृह को आसिले से स्थान रे अनेक एकत्रित होई प्रार्थना करथिले एठी गोटे विषय हम देखिबा जे सेते बेले पितर सचेतन से ही कथा आलोचना करी मार्क उपनाम प्राप्त जोहनक माता मरियम को गृह को आसिले एठी हम देखिबा ये गोटे बहुत अद्भुत विषय जहा कि वर्णना है मार्क उपनाम प्राप्त जोहन जोहा कि आमान विषय लिखा है मरियम से समय शिष्य माने प्राय मरियम को गृह एकत्रित होते प्रभु जीशु समय आउ से गृह रे ही प्रार्थना चलुला से समय मरियम गोटे पुओ थे जी कि मार्क आउ उपनाम होछि जोहन से पिलाटी मां प्रति बहुत दुखर कारण थिला मां विश्वास रे दृढ़ थिले किंतु को एते से नथिले आंका विषय जदि हम देखिबा पाउलक सेवा कार्य जेतबेले से पाउल जाउछन्ती पाउल आउ बर्नबा तांको सहित गला बेले से मार्क को मध्य नैथिले मार्क कोन कले ना सेवा अध्यायरु जहा लिखा जाय 13 पद रे सेठी पढुछि ये प्रेरित 13 पद रे ए प्रकार लिखा जाय पर पाउल और तांको संगी मानको पाप को जल यात्रा करी पंपुलिया
परगी आसिले किंतु जहन सेमानकु परित्याग करी जेरुसलेम बाहुड़ी गले जे पुओ पई से चिंता करथिले से पुओ कोन कले ना पाउलो और तांको संगी मान सहित से जाइथिले किंतु से अधारो फेरी आसिले तांकर मानकर मन अति दुख होइतला पुओ प्रति मरियम को प्रति आ पर हम जेतो देखु पाउलो को सेवा कार्य से जेतेबेले पर समय से कहउछंती ना सही मार्क उपनाम प्रत जहन को सांगर घेनी से बहु उपकार करिवो जो सही पिलाटी माँ बहुत चिंतित थे शेष से पिलाटी कौन है पुणी सेवारे से पाउलो सहयोगी है एते उत्तम सेवा कार्य कला आम पर देखा से विषय में विशेष कहना चाहे ना आम ये पढ़ा ना निजे आम जो परित्राण पाइछु ताहा सहित समाप्त न होई आगामी पीढ़ी को किभली भाबे आमे से परित्राण विषय जणाई आज प्रकार से प्रभु पथ चलिए ये गोटे आ गोटे विषय आम नूतन नियम देखा जो है कि तिमोथी विषय स्पष्ट रूप में अणाधिका प्रत्येक आम जानू जे तिमोथी काठारु से विश्वास पाइथिले तांकर मातामही आउ तांकर माता ठारु जे विश्वास अकपट विश्वास तांकर ठार थिला जहा कि पाउलो ताल तांकर ठार लक्ष्य करथिले आउ तांको मध्ये सेवारे आनिथिले पाउलों पर उत्तम सेवा कार्य करिया जदि हम देखु ताहा तिमोथी द्वारा और सेवा कार्य विभिन्न प्रांतर रे बढ़िथिला तेणु पाउलों पर आ पाउलो मध्ये तांको विषय दुईटी पत्र लिखुछंती तिमोथी विषय अर्थात पाउलो मध्ये तिमोथी जीवन रु देखिले जे से कोठी ना ताकर मातामही आउ माता ठारू से विश्वास पाइले एई प्रकार हमें विभिन्न प्रकार यदि हम चरित्र देखिबा बाइबल रो अनेक तांको पर तांको पीढ़ी को विश्वास रे परमेश्वर रे लागि रहबा पाए आ परमेश्वर जे अनुग्रह से मानक दान करिसन ताहा केवल तांकर सीमित न रखि तांको पर पीढ़ी को जे प्रकार करिसन आज मानक मध्ये अनुसंधान करियो गबो जे हाँ ये जगत पाप जगत रे आम पिला माने अच्छी आम माने किभली भाबे से मानकु सत्य पथरे कढी नेबा प्रथमे आमे आम मानक जीवन रे जदि विश्वास रे आ धार्मिकता रे हम जीवन यापन करबा पाए चेष्टा करबा निश्चय आम मानक जीवन देखि हमर पिला माने निश्चय से धार्मिक पथरे से माने चलिबे जदिव कोनसी मात्रे से माने जदि पथभ्रष्ट होंती हम जदि प्रार्थना विश्वास जदि करबा निश्चय प्रभु से मानक अंतरे कार्य करिवे से माने पीढ़ी पर पीढ़ी जे प्रकार आगु बढ़िबे कारण एई दिन होछि अति भयंकर दिन पापर दिन रे आमे अछु एभली दिन रे आमे आमानक जीवन प्रभु भयर जदि आमे जीवन यापन करबा हम पर पीढ़ी मध्य से प्रभु ठारे लागि रहिबे आ प्रभुंकर मार्ग रे चलिबे आ को विषय विशेष करी आमानक बाधा दउ सेथि दि तीनटा विषय आपन कहबा पय चाहे गोटे होछि अनाज्ञा बहुतु साउलंकर परिवार विनष्ट हले आ गोटे परिवार विषय देखिवा जहा कि प्रथम राजावली 5 अध्याय म सिर्फ काढी की आपन पढे की सुनिया पे चाहू छी किंतु समय अछि पढू छी प्रथम राजावली सॉरी द्वितीय राजावली 5 अध्याय रे जहा कि लिखा जाए एलियाकर जड़े दास थिले से होचंदी कोन ना गेहेजी ये एलिसाई को जण दास थिले से होचंदी गेहेजी आ गेहेजी को जीवन चरित्र जदि हम देखिबा सेठी कोन हला ना जते बेले नामान कुष्ठ रोगी एलिसाई को पाकु आछंदी से जते बेले सुस्थता ही फेरुसंदी फेरिया समय से बहुत किछि आनी थिले कोन ना किछि उपहार तांग संगे आनी से उपहार इलिसाई को देवा पई इच्छा कले इलिसाई ताकू नबा पई मना कले किंतु के ना गेहेजी कोन कले ना तांको जीवन रे से जिंस देखि तांकर मन रे लोभ जात होला से लोभ हेतु से कोन कले ना निजे कोन होला ना जहा लिखा जाय से 5 अध्याय रो द्वितीय राजावली 5 अध्याय रो 27 पद रे हेतु नामानकर कुष्ठ रोग तुंब ठारे ओ तुंब वंश रे सदाकाल लागि रहइबो एथिरे गेहेजी हिमतुल्य श्वेत कुष्ठी रोगी ग्रस्त होई तांको साक्षात रु बाहरी गले एठी केते सुंदर हम देखुछु ना साधारण कोन आसे ना हां लोभ तो कोन अछि मनुष्य तो अछु शरीर तो अछु लोभ आसीबो बोले हमें यदि चिंता करू प्रभु ठारे यदि विश्वास करूछु ए समस्त विश्वास आसीले या परे आमाने जयलाभ करिया पड़ो कारण एठी सुंदर हबे एठी उदाहरण देले से समय कोन हला से लोभ परिवा हेतु
ତାଙ୍କ ଜୀବନରେ କୁଷ୍ଠ ରୋଗ ହେବା ସହିତ ତାଙ୍କ ସହିତ ସେ କୁଷ୍ଠ ରୋଗ ସୀମିତ ହିଁ ନାହିଁ ତା ପର ପିଢି କଣ ଲେଖା ହେଲା ଷଷ୍ଠ ରୂପେ ଯେ ହେତୁ ନାମାନର କୁଷ୍ଠ ରୋଗ ତୁମଠାରେ ଓ ତୁମ ବଂଶରେ ସଦା କାଳ ଲାଗି ରହିବ କେତେ ଅଭିଶପ୍ତ ପାଇଲେ ସାଧାରଣ ବିଷୟ ବୋଲି ଭାବି ଆମେ ଅନେକ ସମୟରେ ଲୋଭକୁ ମଧ୍ୟ ଅଣଦେଖା କରିଥାଉ ଏହା ଅତି ଭୟଙ୍କର ବିଷୟ ଯେହେତୁ ଆମେ ଅନୁଗ୍ରହ ଦିନରେ ଅଛୁ ଆମମାନଙ୍କ ପ୍ରତ୍ୟେକ କର୍ମର ଅନୁସାରେ ପ୍ରଭୁ ଯୀଶୁ ଯେତେବେଳେ ଆସିବେ ସେତେବେଳେ ଆମମାନଙ୍କ କର୍ମାନୁସାରେ ସେ ଫଳ ଦେବେ ତେଣୁ ଆମେ ଅତି ସଚେତ ରହିବା ଜାଗ୍ରତ ରହିବା ଲୋଭ ଶୂନ୍ୟ ଜୀବନ ମଧ୍ୟ କାଟିବା କାରଣ ଲୋଭ ମଧ୍ୟ ଆମମାନଙ୍କୁ କଣ କରିବ ଅନେକ ଥର ପରମେଶ୍ୱରଙ୍କ ଠାରୁ ଦୂରେଇ ଦେବ ତାହା ଜଣା ପଡେନି ଛୋଟ ଛୋଟ ଲୋଭରୁ ପ୍ରାରମ୍ଭ ହେଇ ଦିନେ ସେ ବଡ ଆକାରରେ ବର୍ଦ୍ଧିଷ୍ଠ ଆମ ମଧ୍ୟରେ ସେ ରାଜତ୍ୱ କରିବାକୁ ପ୍ରାରମ୍ଭ କରିବ ଏଇ ପ୍ରକାର ଲୋଭ ମଧ୍ୟ ଆମେ କରିବା ନାହିଁ ଏଇଠି ଆମେ ଦେଖୁଛୁ ସେ ଅଭିଶପ୍ତ ପାଇଲେ ତାଙ୍କ ପରିବାର ଅଭିଶପ୍ତ ହେଲେ ସେ କେବଳ ଅଭିଶପ୍ତ ହେଲେନି ସେ କଣ କଲେ ନା ବଂଶରେ ସଦାକାଳ କଣ ରହିବ ନା କୁଷ୍ଠ ଲାଗି ରହିବ ବୋଲି ଏଠି ଅଭିଶାପ ପାଉଛନ୍ତି ଇଲିଶାଙ୍କ ଦ୍ଵାରା କିଏ ନା ଗେହେଜି କଣ ଜାଣିନଥିଲେ କି ଗେହେଜି ଇଲିଶାଙ୍କ ସାଙ୍ଗରେ ଥିଲେ ବାକ୍ୟ ପଢୁଥିଲେ ତାଙ୍କର ସେବାରେ ରହୁଥିଲେ ଉତ୍ତମ ଶିକ୍ଷା ପାଉଥିଲେ ତଥାପି କଣ କରେ ନା ଏ ଜଗତ ହଉଛି ଶୈତାନ ତାର ଅଧିକାର ଚଳେଇକି ରଖିଛି ଆଉ ସେଇ ଶୈତାନକୁ ଯଦି ଆମେ ଅଳ୍ପ ମାତ୍ର ଯଦି ପ୍ରୟାସ କରିବା ତାହେଲେ ଆମେ ଯେ ବିନଷ୍ଟ ହେବା ତାହେଲେ ଆମ ବଂଶ ମଧ୍ୟ ବିନଷ୍ଟ ହବ ତେଣୁ ଏଥିରୁ ଆମେ ଜାଗ୍ରତ ରହିବା ସଚେତ ରହିବା এই ପ୍ରକାର ବିଷୟ ଯେହେତୁ ଅନାଜ୍ଞାବହ ହେଇ ସାଉଲ ତାଙ୍କ ଜୀବନ ତାଙ୍କ ପର ପିଢି ମଧ୍ୟ ବିନଷ୍ଟ ହେଲେ ଆଉ ଏଠି ଲୋଭ ହେତୁ ଆମେ ଦେଖୁଛୁ କାହାର ନା ଗେହଜିଙ୍କର ପରିବାର ନିଜେ ଆଉ ତା ବଂଶାବଳୀ ମଧ୍ୟ ଅଭିଶପ୍ତ ହେଲେ ସେଇ ପ୍ରକାର ଅନେକ ବିଷୟ ଆମମାନଙ୍କର ବାଇବଲରେ ବର୍ଣ୍ଣିତ ହେଇଛି ତେଣୁ ଆମେ ବାଇବଲ ପଢୁଛୁ ସେ ବାଇବଲ ପଢିବା ଅନୁସାରେ ଆମେ ପବିତ୍ର ଆତ୍ମା ସେ ଶକ୍ତି ମାଗିବା ଯେହେତୁ ବାକ୍ୟର ମତେ କୁହାଯାଏ ପ୍ରଭୁ ଯୀଶୁ ଏ ଜଗତ ଛାଡି ଯିବା ପୂର୍ବରୁ କହିଥିଲେ ମୁଁ ତୁମମାନଙ୍କୁ ଅନାଥ କରି ଛାଡି ଯାଉ ନାହିଁ ମୁଁ ତୁମମାନଙ୍କ ସାହାଯ୍ୟକାରୀ ଏକ ପବିତ୍ର ଆତ୍ମାକୁ ଦେଇ ଯାଉଅଛି ପ୍ରଭୁ ଯୀଶୁଙ୍କ ପରେ ପବିତ୍ର ଆତ୍ମା ଏ ଜଗତରେ ଆମମାନଙ୍କ ସହିତ ସଦାସର୍ବଦା ରହିଅଛନ୍ତି ଆମେ ଯେତେବେଳେ ବାକ୍ୟ ପଢୁ ସେ ବାକ୍ୟ ରୂପକ ଦର୍ପଣରେ ଆମେ ନିଜକୁ ଅନୁସନ୍ଧାନ କରୁ କୋଉ ବିଷୟ ପ୍ରଭୁ ଇଚ୍ଛା କରନ୍ତି ନାହିଁ ଯଦି ମୋ ମଧ୍ୟରେ ତାହା ରାଜତ୍ୱ କରୁଅଛି ମୁଁ ଯଦି ସେ ଉପରେ ଜୟଲାଭ କରିପାରୁନି ତାହା କାହା ଉପରେ ପ୍ରଭାବ ପଡିବ ମୋ ପରିବାର ଉପରେ ପ୍ରଭାବ ପଡିବ ସେ ପରିବାର ପ୍ରଭାବ ପଡିଲେ ପରିବାର ଆଉ ପ୍ରଭୁଙ୍କ ଠାରେ କିଭଳି ଭାବେ ସେମାନେ ଚାଲିବେ ଆଗକୁ ପିଢି ପରେ ପିଢି ତେଣୁ କୌଣସି ବିଷୟ ଯେ ପ୍ରକାର ଆମ ପରିବାର ଯେ ପ୍ରକାର ପ୍ରଭାବ ନ ପଡିବ ଏ ପ୍ରକାର ଛୋଟ ଛୋଟ ବିଷୟ ଯାହା ବାକ୍ୟ ପଢିବା ଦ୍ଵାରା ବାକ୍ୟର ଆଲୋକରେ ଆମେ ଦେଖୁ ଆଉ ଯଦି ଆମେ ଜୟଲାଭ କରିପାରୁନୁ ପବିତ୍ର ଆତ୍ମାଙ୍କୁ ସାହାଯ୍ୟ ମାଗିବା ସେ ଆମମାନଙ୍କର ସେଇ ମନ୍ଦରୁ ପ୍ରଲୋଭନରୁ ପାପରୁ ଆମମାନଙ୍କୁ ସତ୍ପଥରେ କଢେଇ ନେବେ ଯଦ୍ୱାରା କି ଆମେ ଧାର୍ମିକତାର ଜୀବନ କାଟିବା ସହିତ ଆମ ପିଢି ମଧ୍ୟ ସେଇ ପ୍ରକାର ଧାର୍ମିକତା ଜୀବନରେ ଆମମାନଙ୍କୁ ଲକ୍ଷ୍ୟ କରି ଚାଲିବେ ଯଦ୍ୱାରା କି ଆଗାମୀ ପିଢି ପରମେଶ୍ୱରଙ୍କ କ୍ରୋଧରୁ ବଞ୍ଚିତ ହେବେ ଆଉ ତାଙ୍କର ଆଗମନ ବହୁତ ସନ୍ନିକଟ ଏଇ ଦିନ ମାନଙ୍କରେ ଆମେ ଅଛୁ ଯେ ପ୍ରକାର ଆମେ ଯେଉଁ ପରିତ୍ରାଣର ଆନନ୍ଦ ପରିତ୍ରାଣର ଅନୁଭବ କରୁଛୁ ତାହା ଆମ ସହିତ ସୀମିତ ନ ହୋଇ ଆଗାମୀ ପିଢିରେ ଯେ ପ୍ରକାର ତାହା ଆଗକୁ ବଢିବ ଏଥି ନିମନ୍ତେ ଆମେ ଚେଷ୍ଟା କରିବା ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିବା ଆଉ ଏ ପ୍ରକାରେ ଆମମାନେ ଆଗକୁ ବଢିବା ଏ କ୍ଷୁଦ୍ର ବାକ୍ୟରେ ପ୍ରଭୁ ଆପଣ ମାନଙ୍କୁ ମତେ ଆଶୀର୍ବାଦ କରନ୍ତୁ ଆମେନ ଆମେନ୍ ଆମେନ୍ ଆସୁ ଶୁଣିଥିବା ବାକ୍ୟ ନିମନ୍ତେ ପ୍ରାର୍ଥନା କରିବା ଆମମାନଙ୍କ ମଧ୍ୟରେ ଅଛନ୍ତି ବ୍ରଦର ବିନୟ କୁମାର ରାଉଳ ସେ ଆମ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିବେ ଜିଖରିଆ ଭାଇ ବହୁତ ଧନ୍ୟବାଦ ଆପଣ ଆଜି ବହୁତ ଗୁରୁତ୍ୱପୂର୍ଣ୍ଣ ସବଜେକ୍ଟ ଉପରେ ଆପଣ ଆଲୋକପାତ କରିଛନ୍ତି ଜେନେରେସନାଲ କର୍ସ ଆଣ୍ଡ ଜେନେରେସନାଲ ବ୍ଲେସିଂ ବଂଶାନୁକ୍ରମେ ଅଭିଶାପର ଫଳାଫଳ ଆଉ ବଂଶାନୁକ୍ରମେ ଆଶୀର୍ବାଦର ଫଳାଫଳ ମୁଁ ସେଇ ସମ୍ବନ୍ଧରେ କେବଳ ଦୁଇଟି ପଦ ପଢିବି ପ୍ରଥମଟା ହଉଛି ହିତୋପଦେଶ 20 ପର୍ବର 7 ପଦ ଯେଉଁ ଧାର୍ମିକ ଲୋକ ଆପଣ ସରଳତାରେ ଆଚରଣ କରେ ତାହା ଉତ୍ତାରେ ତାହାର ସନ୍ତାନ ଗଣ ଧନ୍ୟ ହୁଅନ୍ତି ଆଉ ଗୋଟେ ପଦ ସେଇଥିରୁ ମୁଁ ପଢିବି ଗୀତ ସଂହିତା 145 ଆଉ ସେଥିରେ ମଧ୍ୟ ଲେଖା ହେଇଛି ତାର 4 ପଦରେ ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟା ସକଳର ପ୍ରଶଂସା କରିବେ ଆମେ ଦେଖୁଛୁ ଏଇ ବିଷୟ ଗୁଡାକ ଅତି ସତ୍ୟ ଆଉ ଯେହେତୁ ସେଟା ବାଇବଲରେ ଲିପିବଦ୍ଧ ଅଛି ଇଟ୍ ଅଟୋମେଟିକାଲି ପାସେସ୍ ଅନ୍ ଟୁ ଦ ଜେନେରେସନ ଆଉ ଆମମାନଙ୍କର ଭିତରେ ବା ପରିବାର ମଧ୍ୟରେ ଯଦି କୌଣସି ଦୁଃଖଦାୟକ ବିଷୟ ଘଟୁଛି ଅନେକ ସମୟରେ
ତାହା ସେଇ ବଂଶାନୁକ୍ରମରେ ଯୋଉ ଅଭିଶାପଟା ରନ୍ କରୁଛି ତା ପାଇଁକା ହୁଏ, ଆଉ ଯଦି ସେଥିରେ ବ୍ଲେସିଂସ୍ ହଉଛି ସେଇ ବଂଶାନୁକ୍ରମେ ସେଇଟା ମଧ୍ୟ ହୁଏ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଅତି ସୁନ୍ଦର ଟପିକଟା ଆପଣ ଆଜି ନେଇଛନ୍ତି। ଆସନ୍ତୁ ପ୍ରାର୍ଥନା କରିବା। ପ୍ରେମମୟ ପ୍ରଭୁ, ଆମେ ତୁମର ଧନ୍ୟବାଦ କରୁଛୁ। ଆମର ଯେମିତି ସନ୍ତାନ ମାନେ ଯୋଉମାନେ ଅତି ମୂଲ୍ୟବାନ ଆମମାନଙ୍କ ପାଇଁକା, ଯୋଉ ନାତି ନାତୁଣୀ ମାନେ ଯୋଉମାନଙ୍କୁ ତୁମେ ଆମମାନଙ୍କର ବଂଶରେ ଆମମାନଙ୍କ ପରିବାର ତୁମେ ଦେଇଛ, ସେମାନେ ଯେପରି ପ୍ରଭୁ ତୁମକୁ ଜାଣନ୍ତୁ, ସେମାନେ ଯେମିତି ତୁମକୁ ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରନ୍ତୁ, ଯେପରି ସେମାନେ ତୁମକୁ ପ୍ରେମ କରିବାକୁ ଶିଖିବେ, ଜୀବନର ଶେଷ ପର୍ଯ୍ୟନ୍ତ ପ୍ରଭୁ ବିଶ୍ୱସ୍ତ ରହିବାକୁ ଶିଖିବେ। ଆମେ ଯେ ବାପା ମା, ଆମେ ଯେ ସାନ ବାପା ସାନ୍ତ ମା, ଆମେ ଯେ ଅଜା ଆଈ, ତୁମେ କେତେ ଦାୟିତ୍ୱ ଆମମାନଙ୍କ ପାଖରେ ଦେଇଛ ପ୍ରଭୁ, ଯେପରି ଆମେ ସେଇ ପିଲାମାନଙ୍କୁ, ସେଇ ନାତି ନାତୁଣୀ ମାନଙ୍କୁ ତୁମ ପ୍ରେମ ବିଷୟରେ ଅବଗତ କରେଇବା। ଆମମାନଙ୍କର ଜୀବନ କଥା କହିବ ସେମାନଙ୍କ ସାଙ୍ଗରେ, ଆମମାନଙ୍କର ଧାର୍ମିକ ଜୀବନ ସେମାନଙ୍କୁ ପ୍ରଭାବିତ କରିବ ଏବଂ ଆମମାନଙ୍କ ପ୍ରାର୍ଥନାଶୀଳ ଜୀବନ ଦ୍ୱାରା ସେମାନେ ତୁମକୁ ପ୍ରାର୍ଥନା କରିବାକୁ ଶିଖିବେ। এই ସୁନ୍ଦର ସହଭାଗିତା ପାଇଁ ଆମେ ଧନ୍ୟବାଦ ଦବା ସଙ୍ଗେ ସଙ୍ଗେ ପ୍ରତିଦିନ ଯେ ତୁମେ ବିଭିନ୍ନ ବକ୍ତା ବକ୍ତ୍ରୀ ମାନଙ୍କ ମଧ୍ୟ ଦେଇ ଆମମାନଙ୍କୁ ନୂଆ ନୂଆ ବାଇବଲର କଥା ସବୁ କହୁଛ, ସେଥିପାଇଁ ଆମେ ତୁମକୁ ଧନ୍ୟବାଦ ଦଉଛୁ, କୃତଜ୍ଞତା ଜଣାଉଛୁ। ଆଜି ତୁମେ ମନୋନୀତ କଲ ଜିଖରିୟ ଭାଇଙ୍କ ମାଧ୍ୟମରେ ଆମମାନଙ୍କୁ କେତେ ସତର୍କ ରହିବାକୁ ପଡିବ, ଆମର ପାପ କେମିତି ପ୍ରଭାବ କରିବ, ଆମମାନଙ୍କର ଉତ୍ତମ ଗୁଣ, ସରଳତାର ଜୀବନ, ଧାର୍ମିକ ଜୀବନ କିଭଳି ପ୍ରଭାବିତ କରିବ ଆମର ବଂଶକୁ, ତୁମେ ଆଜି ବିଭିନ୍ନ ବିଷୟ ମାଧ୍ୟମରେ ତୁମେ ଆମମାନଙ୍କୁ ଶିକ୍ଷା ଦେଇଛ। ଆମେ ତୁମକୁ ଧନ୍ୟବାଦ ଦଉଛୁ ପ୍ରଭୁ। ଯେତେ ଜଣ ଆମେ ଏଠି ଉପସ୍ଥିତ ଅଛୁ, ଆମ ପାଇଁ ଏଇଟା ଚେତନାର ବାକ୍ୟ, ଏକ ଉପଯୁକ୍ତ ଆତ୍ମ ସମୀକ୍ଷାର ସମୟ। ପ୍ରଭୁ ଆମମାନଙ୍କୁ ବଳ ଦିଅ, ବୁଦ୍ଧି ଦିଅ, ଜ୍ଞାନ ଦିଅ। Give us the spirit of wisdom, O Lord, ଯେପରି ଆମେ ଆମମାନଙ୍କ ପରିବାରକୁ ଉତ୍ତମ ରୂପେ ଚଳେଇ ପାରିବା। ସନ୍ତାନ ସନ୍ତତି ତୁମର ଦାନ ପ୍ରଭୁ, ସେମାନଙ୍କୁ ତୁମରି ସେ ଧାର୍ମିକତାର ପଥରେ ସେମାନଙ୍କୁ ଚଳେଇ କଢେଇକି ନେବା। ଯୀଶୁଙ୍କର ପବିତ୍ର ବହୁମୂଲ୍ୟ ରକ୍ତ ଜିଖରିୟ ଭାଇ, ତାଙ୍କ ପରିବାର ଆଉ ଉପସ୍ଥିତ ଏଠି ଯେତେ ଜଣ ଅଛନ୍ତି ପ୍ରଭୁ, ସମସ୍ତଙ୍କ ଉପରେ ସ୍ପ୍ରିଙ୍କଲ କରି କଭର କରି ସିଲ୍ କରୁଛି। ଯୀଶୁଙ୍କ ନାମରେ ମାଗିଲେ ଶୁଣ, ଗ୍ରହଣ କର। ଆମେନ୍। Amen. Amen. Hallelujah. ଆମେନ୍ 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 ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ନାମର ଆମେନ୍। ଧନ୍ୟବାଦ।